ହେଉଛି ଭୁବନେଶ୍ୱର ସ୍ପେସିଆଲ ଜେଲ୍ର ଗୁମର। 10 ଦିନ ପୂର୍ବରୁ ଜେଲ୍ ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ଜଣେ ଆସାମୀକୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଏବଂ ନିମାପଡ଼ା ଜେଲ୍ରେ ସସ୍ପେଣ୍ଡ ହେଲେ ୱାର୍ଡର। ମୁଁ ଡକ୍ଟର ସୁନିଲ କୁମାର ରଥ ଆର୍ ନ୍ୟୁଜ୍ରେ ସବୁ ଦର୍ଶକଙ୍କୁ ସ୍ୱାଗତ ଜଣାଉଛି। ଚାଲନ୍ତୁ ଖବର ଆରମ୍ଭ କରିବା ଭୁବନେଶ୍ୱର ସ୍ପେସିଆଲ ଜେଲ୍ରୁ। ଭୁବନେଶ୍ୱର ସ୍ପେସିଆଲ ଜେଲ୍ରେ 8 ଦିନ ପୂର୍ବରୁ ଆମ ପାଖରେ ଯାହା ଖବର ରହିଛି 8 ଦିନ ପୂର୍ବରୁ ବିଶ୍ୱଜିତ ମହାନ୍ତି ଯେ କି ଭୁବନେଶ୍ୱରର ଜଣେ ବିଲ୍ଡର କୌଣସି କାରଣବଶତଃ ଜେଲକୁ ଯାଇଥିଲେ। ବିଶ୍ୱଜିତ ମହାନ୍ତିଙ୍କର ବୟସ 72 ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତଳେ ବସି ପାରନ୍ତି ନାହିଁ, କିନ୍ତୁ ହଠାତ୍ ଉତ୍କ୍ଷିପ୍ତ ହୋଇ କାହିଁକି ସର୍ବେଶ୍ୱର ସାହୁ ଜଣେ 72 ବର୍ଷୀୟ ସିନିୟର ସିଟିଜେନକୁ ମାଡ଼ ମାରିଲେ ଏବଂ ମାଡ଼ ମାରିବା ପରେ ତାଙ୍କ ଅବସ୍ଥା କଣ ରହିଛି, ଏମ୍ସରେ କିଭଳି ଟ୍ରିଟମେଣ୍ଟ ଚାଲିଛି, ମୁହଁ ଖୋଲିଛନ୍ତି ବିଶ୍ୱଜିତଙ୍କ ପୁଅ। ଆମକୁ ଟେଲିଫୋନ ଯୋଗେ ଯାହା ସୂଚନା ଦେଇଛନ୍ତି ବାପାଙ୍କ ସ୍ପାଇନାଲ କର୍ଡ ଇଞ୍ଜୁରି ହେଇଛି, ବାପାଙ୍କର ହାତ ଗୋଡ଼ ଆଉ ଚାଲୁ ନାହିଁ। ସର୍ବେଶ୍ୱର ସାହୁ ଜେଲ୍ ସୁପରିଟେଣ୍ଡେଣ୍ଟ ଭୁବନେଶ୍ୱର ବାପାଙ୍କୁ ତଣ୍ଟିଆ ମାରି ତଳେ ପକେଇ ଦେବା ପରେ 72 ବର୍ଷୀୟ ମୋର ବାପା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ଏମ୍ସ ହସ୍ପିଟାଲରେ ଆଇସିୟୁରେ ମରଣ ସହିତ ଲଢ଼େଇ କରୁଛନ୍ତି। ଜେଲ୍ ବିଭାଗରେ ଯେତେ ନିୟମ କାନୁନ ରହିଛି, କୌଣସି ନିୟମ କାନୁନରେ ସର୍ବେଶ୍ୱର ସାହୁ ଜେଲ୍ ମଧ୍ୟରେ କୌଣସି ଆସାମୀକୁ ବାଡେଇବା, ଧକ୍କା ମାରିବା ଏବଂ ଗୁରୁତର ଆହତ କରାଇବା ମାନୁଆଲରେ ଲେଖା ଅଛି କି କେବଳ ସର୍ବେଶ୍ୱର ସାହୁ ନୁହନ୍ତି, ଜେଲ୍ ମଧ୍ୟରେ କୌଣସି ଆସାମୀକୁ ଏଇଭଳି ମାଡ଼ ମାରିବା କୌଣସି ଜେଲ୍ ମାନୁଆଲରେ ନିୟମ ନାହିଁ। ଜଣେ 72 ବର୍ଷୀୟ ସିନିୟର ସିଟିଜେନକୁ କାହିଁକି ସର୍ବେଶ୍ୱର ମାଡ଼ ମାରିଲେ ଯେତିକି ପ୍ରଶ୍ନ ଉଠୁନି, ଏବେ ପ୍ରଶ୍ନ ଉଠୁଛି ମାଡ଼ ମାରିବା ପରେ ଗୁରୁତର ଆହତ ହୋଇଥିବା ବିଶ୍ୱଜିତ ମହାନ୍ତିଙ୍କ ଜୀବନ ବିପଦ ରହିଛି। ଆମେ ବିଶ୍ୱଜିତ ମହାନ୍ତିଙ୍କ ପୁଅଙ୍କୁ ମଧ୍ୟ ଏ ବିଷୟରେ ଯେତେବେଳେ ପଚାରିଥିଲୁ, ବାପାଙ୍କ ଦେହ ଭଲ ନାହିଁ, ଆମେ ବିସ୍ତୃତ ବିବରଣୀ ଉପରେ ଦେବୁ ଏବଂ ଆମେ ସର୍ବେଶ୍ୱର ସାହୁଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିବୁ। ସର୍ବେଶ୍ୱର ସାହୁ ଜେଲ୍ ମଧ୍ୟକୁ ଆସିବା ପରେ ବିଗାଡ଼ି ଦେଇଛନ୍ତି ଜେଲ୍ ସଂସ୍କାର। ଆଗରୁ ଏଇଭଳି କୌଣସି ସିନିୟର ସିଟିଜେନକୁ କୌଣସି ଜେଲ୍ ସୁପରିଟେଣ୍ଡେଣ୍ଟ ମାଡ଼ ମାରି ନଥିବା ବେଳେ କିଛି ଦିନ ପୂର୍ବରୁ ଜେଲ୍ ମଧ୍ୟରେ ଜେଲ୍ ସୁପରିଟେଣ୍ଡେଣ୍ଟ ମନୋରଞ୍ଜନ ପତିଆରୀ ଅନୁରୂପ ଭାବରେ ଜଣେ ଆସାମୀର ହାତ ମୋଡ଼ି ଭାଙ୍ଗି ଦେଇଥିଲେ। ଏବେ ତାର ପୁନରାବୃତ୍ତି ଘଟିଛି ସେହି ଭୁବନେଶ୍ୱର ଜେଲ୍ରେ। ଭୁବନେଶ୍ୱର ଜେଲ୍କୁ ଜେଲ୍ ସୁପରିଟେଣ୍ଡେଣ୍ଟ ଏବଂ ଜେଲର ବେପାର କରିବାକୁ ଆସନ୍ତି, ମୁଁ ଆଗରୁ ଆପଣମାନଙ୍କୁ କହିଥିଲି। ଏବଂ ଏଠି ବଡ଼ ବଡ଼ ଚିଟ୍ ଫଣ୍ଡ ବିଲ୍ଡର ଆସିଲେ ସେମାନଙ୍କୁ ଟଙ୍କା ଜୋର ଜବରଦସ୍ତି ଆଦାୟ କରନ୍ତି। କାହିଁକି ବିଶ୍ୱଜିତ ମହାନ୍ତି ଭଳି ଜଣେ ସିନିୟର ସିଟିଜେନକୁ ମାଡ଼ ମାରିଲେ, ଆମେ କିଛି ଯେତେବେଳେ ଗଭୀରତାର ସହିତ ଏଇ ବିଷୟକୁ ଆଲୋଚନା କରିଥିଲୁ, କିଛି ଜଣଙ୍କ ସହିତ ଡିସ୍କସନ କରିଥିଲୁ, ଗୋଟିଏ ଚେୟାର ଭାଙ୍ଗିବାକୁ ନେଇ ଜେଲ୍ ମଧ୍ୟରେ ଉତ୍କ୍ଷିପ୍ତ ହୋଇ ଜେଲ୍ ସୁପରିଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ ତଣ୍ଟିଆ ମାରିବା ପରେ ବିଶ୍ୱଜିତ ମହାନ୍ତି ଗୁରୁତର ଆହତ ହୋଇ ସ୍ପାଇନାଲ କର୍ଡ ଇଞ୍ଜୁରି ହେଇଛନ୍ତି ଏବଂ ଏବେ ପାରାଲିସିସ୍ ହେଇଯାଇଛି, ହାତ ଗୋଡ଼ ଅକାମୀ ହେଇଯାଇଛି। ସର୍ବେଶ୍ୱର ସାହୁଙ୍କ ବିରୋଧରେ ଖୁବ୍ ଶୀଘ୍ର ଏଫଆଇଆର ଦାଖଲ କରିବା ନେଇ ସୂଚନା ଦେଇଛନ୍ତି ବିଶ୍ୱଜିତ ମହାନ୍ତିଙ୍କର ପୁଅ। ଯେଉଁ ବ୍ୟକ୍ତି ଅନ୍ୟ ପାଇଁ ଗାଢା ଖୋଳେ, ଯେଉଁ ବ୍ୟକ୍ତି ଅନ୍ୟର ଅମଙ୍ଗଳ ଚିନ୍ତା କରେ, ଭଗବାନ ତାକୁ ଏଇଭଳି ଦଣ୍ଡ ଦେଇଥାନ୍ତି। କିଛି ଦିନ ପୂର୍ବରୁ ସର୍ବେଶ୍ୱର ସାହୁ ଜେଲ୍ ମଧ୍ୟରେ ଡିଜିଡିକ୍ସକୁ ନେଇ 2 ଗୋଟି ଏଫଆଇଆର ଦାଖଲ କରିଥିଲେ। ବେଆଇନ ଭାବରେ ନିଜର ଚାକରଙ୍କୁ ଲଗାଇ ଦାଖଲ କରାଯାଇଥିବା ଏଫଆଇଆର ଭିତ୍ତିହୀନ ଥିଲା ଏବଂ ଏବେ ଖୁଦ ନିଜେ ଜେଲ୍ ମଧ୍ୟରେ କ୍ରାଇମ କରିଥିବା এই ভ্রষ্টাচার জেল সুপরিটেন্ডেন্ট সর্বেশ্বর সাহুଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସାଧାରଣ ଚର୍ଚ୍ଚା ହେଉଥିଲା ବେଳେ ବିଶ୍ୱଜିତ ମହାନ୍ତିଙ୍କ ପୁଅ ମଧ୍ୟ ମାମଲା ଦାଖଲ କରିବା ସହ
कोर्टर आश्रय नेबा कथा स्पष्ट କରିଛନ୍ତି। आमे पुणी विश्वजित महांती खबर आपन को अपडेट देबू। तांको बापांक देह संपूर्ण असुस्थ थिबा कारणरू संपूर्ण सूचना दे पारि नाहंती विश्वजित महांती पुओ, किंतु जहा सूचना दैछंती जे जेल मध्यरे चेयर भांगिबा को नहीं बापा तले बसी पारु नथिले एवं चेयर भांगिबा को नहीं सर्वेश्वर साहू बापा को आक्रमण करछंती एवं एथिरे आउ केउ माने संपृक्त अछंती ता मध्य खोलतार करा जिवो एवं सर्वेश्वर साहू विरोध रे आज में राज्य मानवाधिकार कमिशन ने एक मामला दाखल करथिबा बेले सीएम ग्रीवांस एवं राष्ट्रपति भवन मध्य मामला दाखल कराइछि। तुरंत सर्वेश्वर साहू को भुवनेश्वर जेल रु बदली करबा पई आमे आमा मामला रे दाबी करिछु। ए खबर रो पूर्णांग विवरणी मु खूब शीघ्र आपनन बारे उपस्थापन दे। सेही भली निमापड़ा सब जेल रे वार्डर बेहरा यादव 2 दिन पूर्व बेहरा यादव को सस्पेंड कर दे। जेल सुपरिटेंडेंट सूचना क्रमे जेल मध्य निशा कारोबार संपृक्त थिबा आगरु लिखित अभियोग दिया जायतिला। पुनर्बार जेल मध्य को निशा कारोबार करूथबा अभियोग रे जांच रे धरा पड़िबा परे बेहरा यादव को सस्पेंड कर दैछि। बेहरा यादव निमापड़ा जेल रे दीर्घ दिन धरी जेल मध्य निशा कारोबार करूथबा जेल पक्षरु सूचना दिया जायछि। ब्रह्मपुर जेल रो निमापड़ा जेल रे अटैच थिबा बेहरा यादव को 2 दिन पूर्व निलंबन करछंती। जेल मुख्यालय रो निलंबन आदेश आसीबा परे जेल सुपरिटेंडेंट तांको निलंबन आदेश धराइछंती एवं बेहरा यादव काहे के जेल मध्य निशा कारोबार काहा को देउथिले ता तदंत चली।